ସନ୍ଧ୍ୟାରେ ମୁଁ ଘରକୁ ଫେରୁଥିଲି ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ସନ୍ଧ୍ୟା ଦୀପ ଦେଉଥାନ୍ତି। ହଠାତ୍ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣର ମୂର୍ତ୍ତି ଉପରେ ମୋ ଆଖିଟା ପଡ଼ିଗଲା। ଆଉ ସେଇ ମୂର୍ତ୍ତିକୁ ମୁଁ ଚୋରି କରିବାକୁ ଉଦ୍ୟମ କଲି। ଠିକ୍ ସେଇ ସମୟରେ ରଘୁଦାସ ଆଉ ମହାରାଣୀ ଶକୁନ୍ତଲା ପଛଆଡୁ ଦେଖି ଦେଇଥିଲେ। ସେମାନେ ଯାଇ ରାଜାଙ୍କୁ କହି ରାଜାଙ୍କ ଦଣ୍ଡରେ ମୋତେ ଦଣ୍ଡିତ କରିଦେଲେ। ସେଥିପାଇଁ ମୋତେ ଆଜି 5 ବର୍ଷ କାରାଦଣ୍ଡରେ भाग्य तो धरिछि कोने खनी लिखिना से किया चला के देखनी भाग्य तो धरिछि कोने खनी लिखिना से किया चला देखिला से जनम दशा जनम दशा भाग्यर दशा अब
ମୁଁ ଦୋଷୀ ମୁଁ ତ ଦଣ୍ଡ ପାଇଲି 5 ବରଷ ହେଲେ ହେଲେ ମୋ ପରିବାର ତ କାହାର କିଛି କ୍ଷତି କରିନଥିଲି ବୃନ୍ଦାବନ ନଗରବାସୀ ଯଦି ଚାହିଁଥାନ୍ତେ ତାହେଲେ ଆଜି ମୋ ପରିବାରର କିଛି କ୍ଷତି ନ ହୋଇଥାନ୍ତା ମୋ ସ୍ତ୍ରୀ ମୋ ଝିଅ ଆଉ 5 ବରଷର ପୁଅ तेरे बिन उम्मीद का फूल जाए खरी थी बबूल से प्रायश्चित पाए तेरे बिन उम्मीद का फूल जाए खरी थी बबूल से प्रायश्चित हुए জীবন দশা না করম দশা এটি ভাগ্যর দশা না জনম দশা জীবন হুয়ে তাকু জীবন হুয়ে তাকু দিশাহারা আবু ছজুহাসি আবু ছজুহাসি আবু ছজুহাসি আবু ছজুহাসি তাহলে ମୋ ପରିବାର ପାଇଁ ଦାୟୀ କିଏ ଏ ବୃନ୍ଦାବନ ନଗରବାସୀ ଦାୟୀ ନା ରଘୁଦାସ ଦାୟୀ ନା ମହାରାଣୀ ଶକୁନ୍ତଳା ଦାୟୀ ଏମାନେ ଯଦି ଚାହିଁଥାନ୍ତେ ମୋ ପରିବାରର କିଛି କ୍ଷତି ହୋଇନଥାନ୍ତା ତାହେଲେ ଦାୟୀ କିଏ ଆରେ ସୂର୍ଯ୍ୟପତା ତୁ କିଏ ଚିହ୍ନି ପାରୁଛୁ ମହାଶୟ ମୁଁ ଆପଣଙ୍କୁ ଠିକ ଚିହ୍ନି ପାରୁଛି ମହାଶୟ ମୁଁ ଆପଣଙ୍କୁ ଠିକ ଚିହ୍ନି ପାରୁଛି ଆଜିକି 5 ବର୍ଷ ତଳର କଥା ଆପଣ ମୋ ମୂର୍ତ୍ତି ଚୋରି କରିବା ଦେଖି ରାଜାଙ୍କୁ କହି 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କଲ ତୁ ଠିକ ଚିହ୍ନି ପାରୁଛୁ ମୁଁ ସେଇ ରଘୁ ଦାସ ଯାହାର ପାଇଁ ତୁମେ କାଲ କୋଠରୀରେ ଭର୍ତ୍ତି ହୋଇ ରହିଛ ଆପଣଙ୍କୁ ଯୋଗୁଁ ମୁଁ ଆଜି କାରାଦଣ୍ଡରେ ଦଣ୍ଡିତ ହୋଇଛି ମହାଶୟ ମୁଁ ତୁମକୁ କେତେ କହିଲି ହେଲେ ତୁମେ ମୋ କଥା କିଛି ଶୁଣିଲ ନାହିଁ ସେଦିନ ଏ କଥା ମାନିଥାନ୍ତ ତାହେଲେ ତୁମର ଏମିତି ଭୋଗିବାକୁ ପଡ଼ିନଥାନ୍ତା ମହାଶୟ ଆପଣ ଠିକ କହିଛନ୍ତି ଏବେ ମଧ୍ୟ ସମୟ ଅଛି ମହାଶୟ ଆପଣ କିଛି ଉପାୟ କରି ମୋ କଷ୍ଟଟାକୁ ଦୂର କରିଦିଅ ମହାଶୟ ମୁଁ ସେଥିପାଇଁ ତ ଆସିଛି ତାହେଲେ ଶୁଣିବ ମୁଁ କଣ ପାଇଁ ଆସିଛି ଆସିଛନ୍ତି ମହାଶୟ ଶୀଘ୍ର ପ୍ରକାଶ କରନ୍ତୁ ମହାଶୟ ଶୀଘ୍ର ପ୍ରକାଶ କରନ୍ତୁ
ରାଜାଙ୍କ ପାଖରୁ ଅନୁମତି ନେଇ ଆସିଛି। ହଁ ମୁଁ ରାଜାଙ୍କ ପାଖରୁ ଅନୁମତି ନେଇ ଆସିଛି। ତୁମେ ଯୋଉ ଶୂନ୍ୟର ମୂର୍ତ୍ତିକୁ ରାଜାଙ୍କ ନିକଟରେ ସମର୍ପଣ କରିବ, ତାହେଲେ ତୁମର ବନ୍ଦୀକୁ ମୁଁ ମୁକ୍ତ କରିଦେବି। ଠିକ ଅଛି। ନଦୀ ଦରିଆରେ ଭାସି ଯାଉଥିବା ମଣିଷକୁ କିଏ ଯଦି ଲାଠିଟିଏ ଦେଖେଇ ଦେବ, ଲାଠି ସାହାଯ୍ୟରେ ନଦୀ ପାରି ହେବାକୁ ସେ ଚେଷ୍ଟା କରିବ ମହାଶୟ। ନଦୀ ପାରି ହେବାକୁ ଚେଷ୍ଟା କରିବ। କି ଉପାୟ କଲେ ମୋତେ ମୋ ଦଣ୍ଡ କମିଯିବ ମହାଶୟ? ଶୀଘ୍ର ପ୍ରକାଶ କରନ୍ତୁ। ତାହେଲେ ଶୁଣ, କାଲି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ। ସେଇ ଦିନରେ ତୁମେ ସେଇ ପ୍ରତିମୂର୍ତ୍ତିକୁ ରାଜାଙ୍କ ପାଖରେ ପ୍ରକାଶ କର, ତାହେଲେ ତୁମକୁ ମୁଁ ଏଇ ସାଙ୍ଗେ ସାଙ୍ଗେ ବନ୍ଦୀରୁ ମୁକ୍ତି କରିବି। ଠିକ ଅଛି ମହାଶୟ, ଆପଣ ଯାହା କହୁଛନ୍ତି ତାହା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଆସନ୍ତା ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱର୍ଣ୍ଣ ମୂର୍ତ୍ତିକୁ ମହାରାଜା ପାଖକୁ ମୁଁ ନେଇକି ଆସିବି ମହାଶୟ, ନେଇକି ଆସିବି। ମନେ ରଖ, ଏ କଥାରେ ଉହୁରି ଯିବନି। ନାଇଁ ମହାଶୟ। ଯଥା ଶୀଘ୍ର ରାଜାଙ୍କ ପାଖରେ ସେଇ ପ୍ରତିମୂର୍ତ୍ତିଟାକୁ ନେଇ ଆସିବ। ଠିକ ଅଛି ମହାଶୟ, ମୁଁ ନେଇକି ଆସିବି ମହାଶୟ, ନେଇକି ଆସିବି। ମୋତେ ଏତିକି ଦୟା କରିବାରୁ ଆପଣଙ୍କୁ କୋଟି କୋଟି ଦଣ୍ଡ। ତାହେଲେ ଆଜି ଦିନଠୁ ତୁମର ବନ୍ଧନ ମୁକ୍ତ କଲି। ଠିକ ଅଛି ମହାଶୟ, ଠିକ ଅଛି। ତାହେଲେ ଠିକ ଅଛି, ମୁଁ ଏଥର ଆସୁଛି। କାଲି ରାଜାଙ୍କ ପାଖରେ ପ୍ରତିମୂର୍ତ୍ତି ଯିବା ନିହାତି ଦରକାର। ଠିକ ଅଛି ମହାଶୟ, ତାହେଲେ ଆପଣ ଆସିପାରନ୍ତି ମହାଶୟ। ଠିକ ଅଛି। ସୂର୍ଯ୍ୟ ଆକାଶରେ ଥିଲେ ଏ ଜଗତର ମଙ୍ଗଳ। ଆଉ ମତେ ଯିଏ ଛୁଇଁବାକୁ ଚେଷ୍ଟା କରେ ତାର ନିଜେ ବଞ୍ଚିଲେ ବାପର ନା।
वो परिवार को किए रखे देलेनी वो मध्यमा परिवार को रखे देबी में नमस्ते भल्लरे थाओ समस्ते आसुचे बाय 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 बाय